ओम गुरुब्रह्मा गुरुविष्णु गुरुदेव महेश्वर गुरुरेव परम ब्रह्मं तस्मै श्री गुरुवे नमः। अखण्डमण्डलाकारं व्याप्तयेनं चराचरं तत्पदं दर्शितं येनं तस्मै श्री गुरुवे नमः। तस्मै श्री गुरुवे नमः। तस्मै श्री गुरुवे नमः। ओम नमः शिवाय। 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 नमः शिवाय। ओम नमः शिवाय। ओम श्री शिवपुराण बा शैव पुराण द्वितीय खंड पार्वती देवी स्वयंवर जोग देवा निमंते त्रिपुरवासी मानकर हिमालय गमन प्रथम भाग। बोलंती धाता नंदन सुन मुनिवर कन्या ठारो हिमवंत शुणी सबु गिर मन मध्यरे अपार आनंद होइले धन्य धन्य कुलवती कन्याम बोइले आवर मंत्री को पासे राई नरवर आज्ञा देले स्वयंवर आयोजन कर स्वर्ग मर्त्य पातालादि पठाई न चार निमंत्रण करो नाथ आदि सुर नर जेते नरपति गण अछंती त्रिपुरे ताहांकु डकाओ तुम्भे बरगिण बारे आबर ऋषि ब्राह्मण गायक पंडित नृत्यकारी कवि प्रजा पुंजक सहित प्रभु को जनाई देव स्वयंवर कथा पुणी भियाण करिबे सकल व्यवस्था ब्रह्मा विष्णु इंद्र चंद्र रवि नईरत वरुण कुबेर आदि मरुत सहित एमानंकु यथा विधि निमंत्रण देव मोहर मान्य पत्र रे तांकु जणाइब मोर अली अली कन्या पार्वती निमंते कराइबी स्वयंवर मुहि विधि मते मुहि विधि मते जे गो मुहि विधि मते शीघ्र पंडित गणଙ୍କୁ राज्य को डकाई दिन स्थिर कर तुम्भे गणना कराई देव गणना कराई शीघ्र पंडित गणଙ୍କୁ राज्य को डकाई जेते जेते धन द्रव्य हेब दरकार मन इच्छा भंडाररु आनी खर्च कर यद्यापि न अंटे मोर भंडारर धन कुबेर ठारू मगाई आनिब रतन बछा बछा सुपकार मानंकु डकाई नियुक्ति करिब खंजा साले ताहांकु हिम तिनी पुरजन पाई निर्भाकर बास जे परिसरबे देखी होइबे संतोष एहा शुणी मंत्री माने सिरे कर देई बोइले जे आज्ञा ताहा करिबु गोसाई एमंत कहीण मंत्री माने चली गले जे जाहा निजुक्ते सर्व भियाण करिले उआस परीक्षा आदि खंजा लोक जेते ताहांकु डकाई आनी कहिले तुरीते जे जाहा करिबा पाई
ଅଟଇ ସମର୍ଥ। ତାହାଙ୍କୁ ତହିଁରେ ନେଇ କରିଲେ ନିଯୁକ୍ତ। କରିଲେ ନିଯୁକ୍ତ ସେ ଯେ କରିଲେ ନିଯୁକ୍ତ। ଯେ ଯାହା କରିବା ପାଇଁ ଅଟଇ ସମର୍ଥ। ତାହାଙ୍କୁ ତହିଁରେ ନେଇ କରିଲେ ନିଯୁକ୍ତ। ଯେଉଁ ରୂପେ ଆଜ୍ଞା ଦେଇଥିଲେ ଗିରି ସାଇଁ ସେହି ରୂପେ ନିର୍ବାହ କରାଇଲେ ମନ ଦେଇ। ତହିଁ ଯାଇ ଜଣାଇଲେ ନୃପଙ୍କ ଛାମୁରେ ବିଭା ସମ୍ଭାର ନିର୍ବାହ ଇଲାଜେ ଯତ୍ନରେ। ଶୁଣିଣ ପରମତୋଷ ହେଲେ ହିମବନ୍ତ। ସମସ୍ତ ଦିଗକୁ ତହିଁ କରିଗଲେ ଦୂତ। ଡଗରକୁ ଚାହିଁ ଆଜ୍ଞା ଦିଅନ୍ତି ଗିରିବର। ବହନ କରିବ ତୁମ୍ଭେ ମୋ କହିବା ଗିର। ବୋଲିବ ପର୍ବତ ରାଜା ପାର୍ବତୀ ନିମନ୍ତେ। ସ୍ୱୟଂବର କରୁଛନ୍ତି ଆସିବ ସମସ୍ତେ। ଆସିବ ସମସ୍ତେ ସେ ଯେ ଆସିବ ସମସ୍ତେ। ବୋଲିବ ପର୍ବତ ରାଜା ପାର୍ବତୀ ନିମନ୍ତେ। ହିମବନ୍ତ ବଦନରୁ ଶୁଣିଏ ବଚନ। ବେଗବନ୍ତ ହୋଇ ଦୂତେ କରିଲେ ଗମନ। ବୈକୁଣ୍ଠ ଭୁବନରେ ମିଳିଏ ଯେ ଦୂତ। ସେ ଭୁବନ ଶୋଭା ହେ ଦେଖି ହେରା ଆଚମ୍ବିତ। ମହାଜ୍ଞାନୀ ମାନଙ୍କୁ ଯେ ନୁହଇ ଗୋଚର। ବହୁ ପୁଣ୍ୟ କରି ଯହୁଁ ବସିପାରେ ନର। ଯେତେ ଜୀବ ଜନ୍ତୁ ତହିଁ ଛନ୍ତି ବାସ କରି। ସେ ସକଳ ଚତୁର୍ଭୁଜ ଶଙ୍ଖ ଚକ୍ରଧାରୀ। ଶଙ୍ଖ ଚକ୍ରଧାରୀ ସେ ଯେ ଶଙ୍ଖ ଚକ୍ରଧାରୀ। ଯେତେ ଜୀବ ଛନ୍ତି ଯେତେ ଜୀବ ଜନ୍ତୁ ତହିଁ ଛନ୍ତି ବାସ କରି। ଲଳିତ ସ୍ୱର ତାଙ୍କ ମଧୁର ବଚନ। ବାସନ୍ତି ଯେ ରାମ କୃଷ୍ଣ ଜ୍ୟୋତି ଜନାର୍ଦ୍ଦନ। କାହିଁ ବସି ବୈଷ୍ଣବେ ପୁରାଣ ପଢ଼ନ୍ତି। ଭକ୍ତମାନେ ଭକତିରେ ଶ୍ରବଣ କରନ୍ତି। ସର୍ବଦା ଆନନ୍ଦମୟ ଅଟଇ ସେ ପୁର। ଯାହା ବାଞ୍ଛା କଲେ ତାହା ମିଳଇ ସତ୍ପର। ମନ୍ତପୁରକୁ ଯେଉଁ ଦୂତ ଯାଇଥିଲା ଦେବୀଙ୍କ ବିବାହ ଜଗତା ନେତ୍ର ଦେଖିଲା। ଜୟ ଦେବୀ ଜୟ ବେନି ଦ୍ୱାରେ ବସିଥିଲେ। ଦୂତ ଆସିବାରେ ବିଷ୍ଣୁ ଛାମୁରେ କହିଲେ। ଶୁଣିଣ ଆନନ୍ଦରେ ସେ ପୁର ନାରାୟଣ। ବିନତା ସୁତର ପୃଷ୍ଠେ କଲେ ଆରୋହଣ। ବିପଇ ବିବିଧ ମଣି ଅଙ୍ଗେ ଝଟମଟ। କଟିଦେ ସେ ପହରଣ ପୀତାମ୍ବର ପାଟ। ଶ୍ରୀବତ୍ସଲାଞ୍ଚନ ହୃଦେ ଶୋହେ ବନମାଳ। କର୍ଣ୍ଣ ତଟେ ବିରାଜଇ ମକର କୁଣ୍ଡଳ। ଭୁଜେ କଙ୍କଣ ବାହୁଟେ ହସ୍ତେ ସୁନା ମୁଦି। ରତନ କିରଣ ତାକୁ ରହିଛି ଆଚ୍ଛାଦି। ଦୁର୍ବାଦଳ ଶ୍ୟାମ ଦିଶେ ପ୍ରଭୁଙ୍କ ଶରୀର। ତହିଁରେ ବିରାଜୁ ଅଛି ନାନା ଅଳଙ୍କାର। ବିକଶିତ ପଦ୍ମ ପରି ବଦନ ମଣ୍ଡଳ। ନୀଳୋତ୍ପଳ ପ୍ରଭାନିନ୍ଦେ ନୟନ ଯୁଗଳ।
ସୁରଙ୍ଗିତ ବିମ୍ବାଧରେ ମନ୍ଦ ମନ୍ଦ ହାସ ଜହିରୁ ଖସିକିଅବା ପଡ଼ିଛି ପିୟୁଷ ଶିରେ ଶୋଭା ପାଉଅଛି ରତନ ମୁକୁଟ মণি মুক্তা তেজ তহি দিশে ঝট ঝট দোসড়া ক্ষীরদ পাট কন্ধে অছি পড়ি যতনে সাজিছি তহি নাগবন্ধ ধরি সুবিশাল চতুর্ভুজ শঙ্খ চক্র গদা পদ্ম সহিতরে ঠাই বিরাজুছি সদা এমন্ত স্বরূপে প্রভু হইলে বাহার পতিত পাবন বানা ওড়ে ফর ফর পারুষরে পারিষদ গণ বেঢ়িছন্তি হিমবন্ত পর্বতକୁ ଗମିଲେ ଶ୍ରୀପତି ବିଷ୍ଣୁଙ୍କୁ ନିମନ୍ତି ପୁଣି ସେଠାବରୁ ଦୂତ ବ୍ରହ୍ମାଙ୍କ ସମୀପେ ଯାଇ ମିଳିଲେ ତୁରିତ ଶିରେ କର ଦେଇ ବୋଲେ ଶୁଣ ପଦ୍ମ ଯୋନି ତୁମଠାକୁ ଆସିଛି ମୁଁ ଶୁଭବାର୍ତ୍ତା ଘେନି ହିମାଳୟଙ୍କର କନ୍ୟା ନାମ হৈମବତୀ ରୂପ ଗୁଣେ ସୁଲକ୍ଷଣୀ ନବୀନା ଯୁବତୀ ତାହାଙ୍କ ନିମନ୍ତେ ଦେଉଅଛି ତାହାଙ୍କ ନିମନ୍ତେ ହେଉଅଛି ସ୍ୱୟଂବର ତହିଁକି ଗମନ ତୁମ୍ଭେ କରିବ ସତ୍ପର ଦୂତ ମୁଖୁ ଏହା ଶୁଣି ପୁଲକୋଇ ଦେହ ଆନନ୍ଦ ସାଗରେ ଭାସି ଗଲେ ପିତାମହ ତହୁ ହଂସଧ୍ୱଜରଥେ ବସିଲେ ସତ୍ପର ସଙ୍ଗତରେ ଋଷିଗଣ ଅଛନ୍ତି ଅପାର ବଶିଷ୍ଠ ଗୌତମ ମୁନି ଭରଦ୍ୱାଜ ଅତ୍ରେ ମୁକୁଣ୍ଡ ଯେ ମାର୍କଣ୍ଡେୟ ମରିଚି ଅଗସ୍ତ୍ୟ ସକଳ ସନକ ସନନ୍ଦ ସନାତନ ଯେ କପିଳ ଅସୁରୀ ଯେ ପଞ୍ଚଶିଖ ବହୁ ତପଶୀଳ ଅଶ୍ରମିକ ଋଷି ଶୃଙ୍ଗ ଚ୍ୟବନ ଜୈମିନୀ ପର୍ବତ ନାରଦ ଅଗସ୍ତି ଯେ ମହାଜ୍ଞାନୀ ଦୁର୍ବାସା ଅଗସ୍ତି ବିଭାଣ୍ଡକ ଜରା ଜରତ୍କାର ଦଧିଚି ବରାହ ଆଦି ଯେତେ ମୁନି ବର ବ୍ରହ୍ମାଙ୍କ ସଙ୍ଗରେ ମିଶି କରନ୍ତି ଗମନ ଆନନ୍ଦରେ ପୁରୀ ଅଛି ସମସ୍ତଙ୍କ ମନ ଏଥୁ ଅନ୍ତେ ଶୁଣି ସର୍ବେ କହିବା ତୁମଙ୍କୁ ସ୍ୱର୍ଗେ ଯାଇଥିବା ଦୂତ ଭେଟିଲା ଇନ୍ଦ୍ରଙ୍କୁ ଶିରେ କର ଦେଇ ଦୂତ କହି ବଚନ ଶୁଣ ଦେବ ପୁରନ୍ଦର ତ୍ରିବିଧ ମଣ୍ଡନ ଗିରିମାନଙ୍କର ଉପନାମ ହିମବନ୍ତ ସେ ତୁମ୍ଭ ଦୁହିଁକି ମତେ ପେଶିଛନ୍ତି ଦୂତ ତାଙ୍କ ନିଜ କନ୍ୟା ନାମ ଅଟଇ ପାର୍ବତୀ ସର୍ବସୁଲକ୍ଷଣୀ ବାଳା ସୈନ୍ୟ ଜଣାଜିତି ସେ କନ୍ୟା ନିମନ୍ତେ ହେଉଅଛି ସ୍ୱୟଂବର ଆପଣା ଦେବଙ୍କୁ ସଙ୍ଗେ ଘେନିବି ଯେ କର ଦୂତ ମୁଖୁ ଏହା ଶୁଣି ହର୍ଷେ ସଚିପତି ବେଶ କରି ଅଣାଇଲେ ଐରାବତ ହସ୍ତେ ଶରତ କାଳରେ ପୂର୍ଣ୍ଣ ଚନ୍ଦ୍ରମାର ପରି ଦିଶିଲେ ଯେ ଗଜରାଜ ଶରୀର ମାଧୁରୀ ଅପରେ ଅମିରି କଷା ହୋଇଛି ବିଚିତ୍ର ନାନା ବିଧି ମଣି ମୁକ୍ତା ତହିଁରେ ଭୂଷିତ ଉପରେ ଦିଶଇ ହୀରା କୁମ୍ଭ ଝଲ ଝଲ ପେଣ୍ଡା ପେଣ୍ଡା ଲମ୍ବି ଅଛି ଅମଳ ନା ଫୁଲ ମାଣିକ୍ୟ ମୁକୁତା ଗୁଚ୍ଛା ଲମ୍ବେ କେରି କେରି ଅତ୍ୟନ୍ତ ସୁନ୍ଦର ହୋଇ ଅଛି ଯେ ଅମାରି ଘାଗୁଡ଼ି ଯେ କ୍ଷୁଦ୍ର ଘଣ୍ଟି ବାଜେ ଝଣ ଝଣ ଲୀଳା ଗତି କରି ତଲେ ସେ ଗଜ ଉତ୍ତମ ସେ ହସ୍ତିର ପୃଷ୍ଠେ ବିଜେ କୋଲେ ସୁରପତି ଆଶ୍ରୀଭୁଜ ଦଣ୍ଡରେ ବିରାଜୁଛି ବଜ୍ର ଶକ୍ତି ଅମଳାନ ବାସ ଜଟି କଟି ଦେଶେ ପହରଣ ନାନା ବିଧି ଅଳଙ୍କାରେ ଅଙ୍ଗରେ ଭୂଷଣ ବିଶାଳ ବୃକ୍ଷରେ ଲେପିଛନ୍ତି ଚୌଷମ ଶିରେ ଗୋବା ଗୋବା ହୋଇଅଛି ସୁବାସ କୁସୁମ
ଏହି ରୂପେ ନାନା ବେଶ ହୋଇ ଦେବଗଣ ଆରୋହୀ ଅଛନ୍ତି ଯେ ଯାହା ବିମାନ ବାହନ ପବନ ବରୁଣ ଧନେଶ୍ୱର ଜନ୍ତୁ ପତେ ଅନଳ ଦେବତା ନଈ ଋତ ବୃହସ୍ପତି ରବିଚନ୍ଦ୍ର ମଙ୍ଗଳ ଯେ ଶୁକ୍ର ବୁଧ ଶନି ଅଙ୍ଗରା ପନ୍ନଗ ସାର ଚିତ୍ରରଥ ବେନିଏ ଅଶ୍ବିନୀ କୁମାର ବିଶ୍ବା ବସୁ ଯେ ଜୟନ୍ତ ବିଶ୍ୱକର୍ମାଦି କରି ସକଳ ବୈବତ ପ୍ରତିପଦାଦି କରି ପଞ୍ଚଦଶ ତିଥି ଶତବାର 27 ନକ୍ଷତ୍ରଙ୍କ ସାଥୀ মেঘ বৃষ আদি করি দ্বাদশ মেষ বৃষ আদি করি দ্বাদশ রাশি বিষ্ণুଙ୍କ সহিতে সপ্তবিংশ যোগ মিশ্রি।